ମୁଁ ଆକିବ ଖାନ୍ କଟକ ଜିଲ୍ଲା ମାଇନରିଟି ଚେୟାରମ୍ୟାନ୍ କଂଗ୍ରେସ ମୋତେ କଂଗ୍ରେସ ଦଳ ସାଲେପୁର ଟାଙ୍ଗୀ ଅଞ୍ଚଳରେ ପ୍ରାର୍ଥୀ କରିଛି। ମୁଁ ଟାଙ୍ଗୀ ସାଲେପୁର ଅଞ୍ଚଳରେ ବିଗତ 5 ବର୍ଷ ହେଲା ରହିକି ଲୋକଙ୍କର ଭଲ ମନ୍ଦରେ ତାଙ୍କ ସହିତ ଚାଲିଛି। ପ୍ରତ୍ୟେକ ପଞ୍ଚାୟତ 48ଟା ପଞ୍ଚାୟତ ଓ 48ଟା ପଞ୍ଚାୟତର ସବୁତକ ୱାର୍ଡ଼ରେ ମୁଁ ଲୋକଙ୍କ ପାଖରେ ପହଞ୍ଚିଛି। ଲୋକମାନଙ୍କର ଭଲ ମନ୍ଦରେ ତାଙ୍କ ସହିତ ଠିଆ ହେଇଛି, ତାଙ୍କ ପାଇଁ ଲଢ଼େଇ କରିଛି, ସରକାରଙ୍କ ସହିତ ତାଙ୍କ ପାଇଁ ଲଢ଼ିଛି। ଯେତେକ ସରକାରୀ ଦଳ ଲୋକମାନେ ଏଇଠି ଅଛନ୍ତି, ଖାସ୍ କରିକି ଯେତେକ ଅଫିସ୍, ଯେତେକ ଗଭର୍ଣ୍ଣମେଣ୍ଟ ଅଫିସ୍, ମେଡ଼ିକାଲ କୁହନ୍ତୁ, ସ୍କୁଲ କୁହନ୍ତୁ, ତହସିଲ କୁହନ୍ତୁ, ବ୍ଲକ କୁହନ୍ତୁ, ଏ ସବୁ ଜାଗାରେ ଗୋଟେ ସିଷ୍ଟମ୍ ଚାଲିଛି। ଆଜ୍ଞା, ପିଲାଙ୍କୁ ସ୍କୁଲରେ ପାଠ ହିଁ ପଢ଼ିବାକୁ ଦିଆ ହେଉନି। ଯଦି ଗୋଟେ ସାଧାରଣ ଲୋକର ଛୁଆ ଯାଇ ପାଠ ପଢ଼ୁଛି, ସେଠି ବି ଆଗ ପ୍ରାୟୋରିଟାଇଜ୍ କରାହେଇଛି ଦଳୀୟ ଲୋକଙ୍କୁ। এই ପରିସ୍ଥିତିରେ ସାଲେପୁର ଟାଙ୍ଗୀ ଅଞ୍ଚଳ ଭିତରେ ଗୋଟେ ଏତେ ବଡ଼ କୋଲ୍ଡ ଷ୍ଟୋରେଜ୍ ଥିଲା ଆଜ୍ଞା, ତାକୁ ଭାଙ୍ଗି ରୁଜିକି ସରାଇ ଦିଆଗଲା। ଯେହେତୁ ଏଇଟା ଗୋଟେ ଚାଷୀ ବହୁଳ ଅଞ୍ଚଳ, ଏଠି ଗୋଟେ କୋଲ୍ଡ ଷ୍ଟୋରେଜ୍ର ବହୁତ ଆବଶ୍ୟକତା ଅଛି। କୋଲ୍ଡ ଷ୍ଟୋରେଜ୍ ଥିଲେ ଯେଉଁ କର୍ପୋରେଟ୍ ହାଉସ୍ ଗୁଡ଼ା ଆମର ଗରିବ ଚାଷୀଙ୍କର ସବୁତକ ଖାସ୍ କରି ପରିବା ଗୁଡ଼ା 2 ଟଙ୍କା 5 ଟଙ୍କା କରି କିଣିକି ନେଇକି ତାକୁ 50 ଟଙ୍କା 70 ଟଙ୍କାରେ ବିକୁଛନ୍ତି, ସେଥିରେ ସେମାନେ ଲାଭବାନ ହେଉଛନ୍ତି। ଆମର ଗରିବ ଚାଷୀ ଭାଇମାନେ ଲାଭବାନ ହେଇପାରୁନାହାନ୍ତି। ଯଦି ଏଇଠି ଗୋଟେ କୋଲ୍ଡ ଷ୍ଟୋରେଜ୍ଟାକୁ ଠିକ୍ସେ ମେଣ୍ଟେନ୍ କରି ରଖାଯାଇଥାନ୍ତା, ତାହେଲେ ଆଜି ସେ ଲାଭଟା ଆମର ଗରିବ ଚାଷୀ ଭାଇମାନେ ପାଇଥାନ୍ତେ। ଯେହେତୁ ଏମାନେ ଲୋକମାନଙ୍କର ଭଲ ପାଇବା ପରେ ତାଙ୍କୁ ଏଭଳି ପ୍ରତିହାର କରିଛନ୍ତି କି ଲୋକମାନେ ବି ଏବେ ତାଙ୍କୁ ଜବାବ ଦେବା ବିଷୟରେ ଚିନ୍ତା କରିଛନ୍ତି। ମୁଁ ଯେବେଠୁ ଆସିକି ସାଲେପୁର ଟାଙ୍ଗୀ ଅଞ୍ଚଳକୁ ବୁଲିଛି, ମୁଁ ଦେଖୁଛି କି ଏଠି ବିଭିନ୍ନ ପ୍ରକାର ଜାଗାରେ ବିଭିନ୍ନ ପ୍ରକାର ସମସ୍ୟା। କେଉଁଠି ଲାଇଟ୍ ନାହିଁ, କେଉଁଠି ବେକାରୀ ଅଛି, କେଉଁଠି ଲୋକମାନଙ୍କୁ ଉପଯୁକ୍ତ ଲୋକଙ୍କୁ ଭତ୍ତା ମିଳୁନି, ଲୋକଙ୍କୁ ଘର ମିଳୁନି, କେଉଁଠି ୱାଟର ଲଗିଂ ହେଉଛି, କେଉଁଠି ଡ୍ରେନେଜ୍ ସିଷ୍ଟମ୍ ନାହିଁ। ଖାସ୍ କରିକି ଏ ହାଇୱେ ଉପରେ ପ୍ରତ୍ୟେକ ଦିନ କମ୍ ସେ କମ୍ 4-5 ଜଣଙ୍କର ଆକ୍ସିଡେଣ୍ଟ ହେଉଛି। ଖାଲି ତା ପଛରେ କାରଣ ହେଉଛି କି ୟା ଉପରେ ଗୋଟେ ଲାଇଟ୍ ଲାଗିନି ଯେ ଲୋକମାନେ ଠିକ୍ସେ ଗାଡ଼ି ଚଲେଇ ଯାଇପାରନ୍ତୁ। ଯେହେତୁ ସିଙ୍ଗଲ ୱେ ଅଛି, ପ୍ରତ୍ୟେକ ଦିନ ବହୁତ ଗୁଡ଼ା ଆକ୍ସିଡେଣ୍ଟ ହେଉଛି। ଆମେ ଆଜ୍ଞା କଂଗ୍ରେସ ଦଳ ନିଷ୍ପତ୍ତି କରିଛି, ଆଉ ମୁଁ ନିଷ୍ପତ୍ତି କରିଛି କି ଟାଙ୍ଗୀ ସାଲେପୁର ଅଞ୍ଚଳର ବିକାଶ କେମିତି ହେବ, ପିଲାମାନେ କେମିତି ପାଠ ପଢ଼ିବେ, ତାଙ୍କର ଫ୍ୟୁଚର୍ କେମିତି ବ୍ରାଇଟ୍ ହେବ, କେମିତି ଟାଙ୍ଗୀ ସାଲେପୁର ଅଞ୍ଚଳର ଯେତେକ ଯୁବକ ଅଛନ୍ତି ସେମାନେ ଚାକିରି ପାଇବେ, କେମିତି ଏଇଠି ଇଣ୍ଡଷ୍ଟ୍ରିଆଲାଇଜେସନ୍ ହେବ, କେମିତି ଏଇଠି ଗୋଟେ କୋଲ୍ଡ ଷ୍ଟୋରେଜ୍ ତିଆରି ହେବ ଯେଉଁଥିରୁ ଚାଷୀମାନେ ଲାଭବାନ ହୋଇପାରିବେ, କେମିତି ଏଇଠି କିଛିଟା ଇଣ୍ଡଷ୍ଟ୍ରି ଭଲ ଏଷ୍ଟାବ୍ଲିଶ୍ ହେବ ଯେଉଁଥିରେ ଆମ ଯୁବକମାନେ ଚାକିରି ପାଇପାରିବେ, ବେକାରୀ ସମସ୍ୟାଟା ଦୂର ହେବ। ଆଉ ପ୍ରତ୍ୟେକ ପଞ୍ଚାୟତରେ ଆମେ ଚିନ୍ତା କରୁଛୁ ଗୋଟେ ୱାର୍କସପ୍ ଖୋଲିବୁ ଯେଉଁଥିରେ କିଛି ଅଗରବତୀ ମେସିନ୍, ପାମ୍ପଡ଼ ମେସିନ୍ ଆଉ ସିଲେଇ ମେସିନ୍ ରହିବ। କମ୍ପାନୀ ଗୁଡ଼ା ତା ଦେହରେ ସବୁ ଜିନିଷ ଯୋଗାଇବେ, ସ୍ତ୍ରୀ ଲୋକମାନେ ସେଠି କାମ କରିବେ। ଆମ ମାଆମାନେ, ଆମ ଭଉଣୀମାନେ ଦିନସାରା ଯାହା କାମ କରିବେ, ଖଟିବେ, ତା'ର ମଜୁରୀ ସନ୍ଧ୍ୟାବେଳେ ତାଙ୍କରି ପଞ୍ଚାୟତରେ ରହିକି ସେ ତାଙ୍କର ମଜୁରୀ ନେଇ ଘରକୁ ଯାଇପାରିବେ। ମହିଳା କେମିତି ଶକ୍ତିଶାଳୀ ହେବେ, ଆମ ଘର କେମିତି ଶକ୍ତିଶାଳୀ ହେବ, ଆମ ଯୁବକମାନେ କେମିତି ଚାକିରି ପାଇବେ, ଆମର ମାଆମାନେ କେମିତି ଭଲସେ ରହିବେ, ଆମର ଘରେ କେମିତି ଠିକ୍ ଭାବରେ ଯେମିତି 5 କିଲୋ ଲେଖା ଚାଉଳ ଦିଆ ହେଉଛି ପ୍ରତ୍ୟେକ ମୁଣ୍ଡ ପିଛା। ରାହୁଲ ଗାନ୍ଧୀ ଆହ୍ୱାନ ଦେଇଛନ୍ତି ଏଥର 10 କିଲୋ ଲେଖା ଚାଉଳ ଦିଆହେବ ଯଦି କେନ୍ଦ୍ରରେ ଆମେ ସରକାର କରୁଛୁ। ତ ଆମେ କେମିତି 10 କିଲୋ ଲେଖା ଚାଉଳ ପହଞ୍ଚାଇବା, କେମିତି ଲୋକଙ୍କୁ ବେକାର ଲୋକ ପିଲାମାନେ ଯେଉଁମାନେ ବୁଲୁଛନ୍ତି ଏଇ ଯେଉଁ କେନ୍ଦ୍ର ସରକାର ଯୋଗୁଁ, ସେମାନେ କେମିତି ଠିକ୍ ଭାବରେ କାର୍ଯ୍ୟକ୍ରମ କରିପାରିବେ, ସେମାନେ ଚାକିରି ପାଇପାରିବେ, କେମିତି ଆମ ଛୁଆ ପିଲାମାନେ ଭଲସେ ପାଠ ପଢ଼ିପାରିବେ, ତାଙ୍କର ଏଜୁକେସନ୍ କ୍ୱାଲିଟି କେମିତି ଭଲ ହେବ, କେମିତି ମେଡ଼ିକାଲରେ ଉଚିତ ଚିକିତ୍ସା ପାଇପାରିବେ, ଆଉ କେମିତି ଏ ତହସିଲ ଆଉ ବ୍ଲକ ଆଉ ଥାନା ଏସବୁ ଜାଗାରେ ଦଳୀୟ କାର୍ଯ୍ୟକ୍ରମ ନ ହେଇକି ସାଧାରଣ ଲୋକଙ୍କର କାମ ହେବ, ଏଇ କଥା ନେଇକି ମୁଁ ଆସିଛି ଆଜ୍ଞା। ଆପଣମାନଙ୍କ ପାଖରେ କଂଗ୍ରେସ ଦଳର ଆଇଡ଼ିଓଲୋଜି ନେଇକି, ସାଧାରଣ ଲୋକଙ୍କ ଚିନ୍ତାଧାରା ନେଇକି ସାଲେପୁର ଟାଙ୍ଗୀରେ କାମ କରୁଛି। ଆଗକୁ ଯଦି ଆପଣମାନେ ଆଶୀର୍ବାଦ କରନ୍ତି, ଆମେ ଟାଙ୍ଗୀ ସାଲେପୁର ଅଞ୍ଚଳର ବିକାଶ କରିବୁ, ଆଉ ଏମିତି ବିକାଶ କରିବୁ ଯେମିତି ବିକାଶ ହେବା କଥା ବିଗତ 25 ବର୍ଷ ହେଲା ହେଇପାରିନି, ଆସନ୍ତା 5 ବର୍ଷରେ ସେମିତିଆ ବିକାଶ କରିବାକୁ ଚେଷ୍ଟା କରିବୁ।